ବେଗ ନେଇକି ପଳେଇଛି ନିଅ ହେ ମା ଇଲୋ ମୋ ନୌମାନ ହେଇକି ପଡ଼ିଥିଲା କୋଉଠି ଥିଲା ନିଲେଶ ଇଲୋ ମା ତାକୁ ଆଣି ନୌମାନ ଅବସ୍ଥା ତାକୁ ଧରିକି ନେଇ ମେଡ଼ିକାଲରେ ପୁରେଇଛି ପୁଣି ତାକୁ ଜଗିକିରି ପଡ଼ିଛି କଣ ହେଲା ନିଲେଶ ତାଙ୍କ ପାଖରେ ଜଗି ବସିଛନ୍ତି ଜଗିବନି କେମିତି ଯାହା ହେଲେ ମା ପେଟରୁ ରକ୍ତଟା ଦି ଭାଗରେ ଟିକେ ଚଳେ ସେଟା ଗୋଟେ ଆକର୍ଷଣ ବିକର୍ଷଣ ରହିବ ନାହିଁ ଆଉ ସେ ଆକର୍ଷଣ କଲା ରକ୍ତ ଉଠାଣିଲା ସେ ଜଗିକିରି ବସିଲା କିନ୍ତୁ ମା ଜଗିଥିଲା କିଛି ଅସୁବିଧା ନଥିଲା ସାର୍ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଉଛି କଣ ହେଲା ମୁଁ ସୁନା କାନ ଉପର ହଳେ କିଣିବି କହିଲେ ଦରମା ଆସିନି ଆଉ ଭାଇଙ୍କ ପାଇଁ ଅଯଥାରେ ଏତେ ଟଙ୍କା ସାରିଛନ୍ତି ସେ ଆଜି ଘରକୁ ଆସନ୍ତି ତାଙ୍କର ଦିନକୁ ମୋର ଦିନ ମୋ ସ୍ୱାମୀଙ୍କ ଜୀବନ ବିପଦରେ ମୁଁ ସିନା ଏ ମଙ୍ଗଳସୂତ୍ର ଖୋଲି ଦେଇଛି ହେଲେ ମୋ ମନ ଭିତରେ ମୁଁ ତାଙ୍କ ପାଇଁ ଲକ୍ଷ ଲକ୍ଷ ମଙ୍ଗଳସୂତ୍ର ପିନ୍ଧିଛି ଆଉ ଡେରି କରିନି ମଉସା ଡେରି ହଉଛି ନିଅ ମାଠୁ ମତେ ଖାଲି ବାଧ୍ୟ କରୁଛୁ ବୋଲି ମୁଁ ନେବା ପାଇଁ ଇଚ୍ଛା କରୁଛି ଆଉ ଯଦି କଥାଟା ସମୁଖ କାନରେ ପଡ଼ିବ ସେ ମତେ କ'ଣ ଭାବିବେ କହିଲି ଓହୋ ବାପା ତମ ନବାର ଅସୁବିଧା କ'ଣ ଅଛି ବାପା ତ ନିଜେ ବେକରୁ ଖୋଲି ଦଉଛନ୍ତି ଏଥିରେ ନବାର କ'ଣ ଅଛି ବାପା ଚାଲ 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 ସିଏ ଖୋଲିକି ଦଉଛି ମୁଁ କାହିଁ ନେବିନି ସବୁବେଳେ ଖାଲି କ'ଣ ସେଦିନ ଏତେ କରି କହିଲେ ମୋର କିଛି ପସନ୍ଦ ନାହିଁ ମୁଁ ସବସ୍କ୍ରାଇବ୍ କରିଦେବି ନା ବାପା ୟାକୁ ନେଇ ଯାଅ ବିକି ଦେଇ ଟଙ୍କା ନେଇ ଆସିବ ଆଉ ଟଙ୍କାଟା ଆଣି ମୋତେ ଦବା ବୋଝକୁ ନେଇ ଆଉ କାହାକୁ ଦେବି ମା ର ଏ ଶୋଭା ଆଜି ନା କ'ଣ କେତେଟା ଅଳ୍ପ ମେଡ଼ିସିନ ଲାଗିଲା ବେଳେ ଏ ମଙ୍ଗଳସୂତ୍ରଟା ଥିଲା ବିକିଦେବି କାଲି କିନ୍ତୁ ଅଧିକା ମେଡ଼ିସିନ ଲାଗିବ ଡାକ୍ତର ଅଧିକା ଫିକ୍ସ ଦେବ ଆଉ ତୁ ସେତେବେଳେ ଆଉ କ'ଣ ବିକିବୁ ମୋ ଝିଅ ଯାଇକି ବିକିଦେବୁ ନା କ'ଣ ନାଇଁ ମଉସା ମୋର ବରଂ ଯାହା ଯାଉ ବିଲୁ ଆଉ ସଞ୍ଜନା ଭଲରେ ରୁହନ୍ତୁ ଭଲରେ ରୁହନ୍ତୁ ଦର ତ ଖାଲି ଉଛିଳି ପଡୁଛି ହଁ କୋଉଠି ଗୋଟେ ଚାକିରି କରି ମାସକୁ 10-15,000 ଟଙ୍କା ମୋତେ ଆଣିକି ଦିଅ ତମେ ଯାହା କର ସେଥିରେ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ମାସକୁ ମାସ ଟଙ୍କାଟା ମୋ ପାଖରେ ପହଞ୍ଚିବା ଦରକାର ତାହେଲେ ଏ ଘରେ ରହିବା ଖାଇବା ସବୁ ବନ୍ଦ ମୋ ଝିଅ କଥା ତୁ ଖରାପ ଭାବୁଛୁ ସେ ଜମିଦାରଟା ବୋଝା ନା ସେ ଯେ କୋଉ କଥା ପ୍ରସଙ୍ଗରେ କହିଦେଲା କାରଣ କଥାଟା ଆକ୍ଚୁଆଲି ସେଇଆ ହଉଛି ତୁ ଯଦି ଖାଲି ମାସକୁ ମାସ କୋଉଠି ଚାକିରି କରିକି 10-15,000 ଟଙ୍କା ଖାଲି ଦେଇଦେବୁ ଅନାନି ସମୁକୁ ଆମେ ମୁଣ୍ଡିଆ ମୁଣ୍ଡେଇକି ବୁଲିବୁ ମାଛ ମାଂସ ଅଣ୍ଡା ଦୁଧ ଫୁଟ ଖୋଇ ପୁରା ବିନ୍ଦାସ କରିଦେବୁ ମୁଁ ଯିବି ମଉସା ଯେମିତି ଚାକିରି ଖୋଜିବି କାହିଁକି ନା ମୁଁ ପାଠ 2 ଥର ପଢିଛି ଚାକିରି ମିଳିଗଲା ପରେ ମୁଁ ମାସ ଶେଷକୁ ନିଶ୍ଚୟ ଟଙ୍କା ପଠେଇଦେବି ତାହେଲେ ନୋ ପ୍ରୋବ୍ଲେମ ଆଜି ଠାରୁ ଦେଢ଼ଶୁରଙ୍କ ଦାୟିତ୍ୱ ମୁଁ ନେବି କେମିତି ଦାୟିତ୍ୱ ଦେଲା ସବୁ ଦାୟିତ୍ୱ ଦେଲା କେମିତି ଦେଲା ସେ ଜମିଦାର କା ବଚା ବା ପ୍ରଶସ୍ତ ହୃଦୟ ଅଛି ଆଉ ଝିଅ ଦେବନି ଏଇ ମା କୋକଟା କର ତୁ ଗୋଟେ କାମ କର ତୁ ଯା ଆମର ଦି 4 ଖଣ୍ଡ ଲୁଗାପଟା ବାହାର କରିକି ତୁ ରେଡି ହେଇକି ଆଗ ପଳେଇବେ ତ ଆଉ ଆଚ୍ଛା ବାପା କେବେ ଯିବ ଯିବାର କଥା ଯଦି ଆଉ ଡେରି କାହିଁ କରିବି ଆଜି ଯିବି ଏବେ ଯିବି ଠିକ ସାଙ୍ଗେ ସାଙ୍ଗେ ଯିବୁ ତମେ ଲାଗିଯିବୁ ଦରମା ଆସିବ ପଇସା ସାଙ୍ଗେ ଟ୍ରାନ୍ସଫର କରିବୁ ମା ହେଇଗଲେ ତୁ ଚଲେଇ ପାରିବୁ ନା କମ୍ପ୍ୟୁଟରରେ ବେଶୀ ପଇସା ନା ଆଉ ଖାଲି ଡାଇରେକ୍ଟ ଏଣ୍ଟ୍ରି କରି ପକେଇବୁ ପଇସା ଜବର
ଆପଣ ଦେଖି ପକାରେ ସବୁ ଉଚ୍ଚ ଜାଗାଟା ଟିକେ ଦେଖିକି ପକେଇ ଦିଅ ହଁ ଗଲା ଇଏ କଣ ଭାଇଙ୍କୁ କଣ ଆଉ କିଛି ଦେଖାଯାଉନି? ବର୍ଷା ଏତେ ଜୋରରେ ହେଇଛି ଯେ ଆଖି ଦିଟା ନଷ୍ଟ ହେଇଯାଇଛି। ତା ମାନେ ଇଏ କଣ ପୂର୍ଣ୍ଣାଙ୍ଗ ଅନ୍ଧ? ସବୁ ସରିଗଲା ନା ମା। ସାରା ଦୁନିଆ ମୋ ପାଇଁ ଉଦ୍ଧାର ହେଇଗଲା। ମୋ ଘର ଉପରେ କାହା ପାପ ନଜର ପଡ଼ିଲା କେଜାଣି ସାରା ଦୁନିଆ କାହା ମୋ ପାଇଁ ଉଦ୍ଧାର ହେଇଗଲା। ଶୋଭା ଘରେ ନାହିଁ କି? ତାକୁ ଟିକେ ଖବର ଦିଅନ୍ତୁନି। ମୁଁ ଅନ୍ଧ ହବା କଥା ଶୁଣିଲେ ସେ ଭାରି ମନ ଦୁଃଖ କରିବ। ହେଲେ ତମେ ତାକୁ ବୁଝେଇଦବ ବାପା। ମୁଁ ଅନ୍ଧ ହେଲେ କଣ ବଞ୍ଚିଛି ତ? କିଏ? ଶୋଭା ତମେ? ହେଲେ ଶୋଭା ଆଜିଠୁ ମୁଁ ତମକୁ କେବେ ବି ଦେଖିପାରିନି। ଆଚ୍ଛା ବାପା କୋଉଠି ଯିବ ପରା କହୁଥିଲ? ଆଉ ଡେରି କାଇଁ କରୁଛ? ଜଲ୍ଦି ବାହାରି ପଡ। ଶୋଭା କୁଆଡେ ଯିବ ତମେ? ମୋର ଏମିତି ଅବସ୍ଥାରେ ମୋତେ ଏକା ଛାଡ଼ି ତମେ ଯିବ କୁଆଡେ? ଶୋଭା ଶୋଭା ମାନେ କଥା କଣ କି ପିଇସି ବାପାଙ୍କର ଖବର ଆସିଥିଲା ମୋ ପିଇସି ମାର ଦେହ ବହୁତ ଖରାପ ଅଛି ମତେ ମୋ ପିଇସି ବାପାକୁ ବୁଝିବାକୁ ପଡିବ କାହିଁକି ନା ସେ ଏକୁଟିଆ ଲୋକ ନା ତା ପାଖରେ କେହି ବି ନାହାନ୍ତି ମୋ ପିଇସି ବାପ ଜୀବନ ମରଣ ସାଙ୍ଗରେ ଲଢେଇ କରୁଛି ମୋ ପିଇସି ବାପାକୁ ବୁଝିବି। କଣ କହିଲ? ଏଇ ସମୟ ଦେହ ଖରାପ? ଠିକ ଅଛି ଯାଅ ତମେ। ସେ ତମ ପାଇଁ କେତେ କଣ କରିଛନ୍ତି, ତମକୁ ବାହା କରିଛନ୍ତି।